केउ जुगर असीम पिपासा सीमार मझिरे खोजुथिला केउ जुगर असीम पिपासा सीमार मझिरे खोजुथिला हृदय सागरे अशान्त लहरी हृदय सागरे अशान्त लहरी बेला भोइटे लडुथिला सीमार मझिरे खोजुथिला सीमार मझिरे खोजुथिला अनन्त अझी जे रूप नै अछि मार मधुर रूपटिरे असीम नेछि सीमार मूरति दिव्य ज्योतिर धारे सब शून्यता पूर्णतने सब शून्यता पूर्णतने मधुर रसरे पूरी गला मधुर रसरे पूरी गला केउ जुगर असीम पिपासा सीमार मझिरे खोजुथिला आनन्दमयी मार रूपरे सीमा असीमार भाव मार सुन्दर मधुर हसरे मिले कोटि वैभव चैतन्यमयी मा करुणारे चैतन्यमयी मा करुणारे जीवन मो भरी गला जीवन मो भरी गला केउ जुगर असीम पिपासा सीमार मझिरे खोजुथिला हृदय सागरे अशान्त लहरी हृदय सागरे अशान्त लहरी बेला भोइटे लडुथिला सीमार मझिरे खोजुथिला सीमार मझिरे खोजुथिला सीमार मझिरे खोजुथिला। सुंदर मातृवंदना। आंभे माने जेहेतु कर्मयोगर साधक आंभ मानकर एकमात्र लक्ष्य आमे माने प्रति मुहूर्त रे केवल सही कर्मटी करिबा जहाँकि प्रत्यक्ष भाव में पूर्ण रूपे मातृशक्ति निर्देश द्वारा निर्धारण करा जाई अछि। तांकर प्रेरणारु
ଜାତ ଓ ତାଙ୍କର ଦିବ୍ୟ ଇଚ୍ଛାର ଅନୁଗତ। କିନ୍ତୁ ଆମ୍ଭେମାନେ ତ ନୂଆ ହେଇ ସାଧନା ଆରମ୍ଭ କରିଛୁ। ବାସନା ଅହମିକାର କୁଝଟିକା ଦ୍ୱାରା ଆମ୍ଭମାନଙ୍କ ଚେତନାର ଚକ୍ଷୁ ଆଜି ସୁଦ୍ଧା ଧୂମାଚ୍ଛନ୍ନ। ତେଣୁ ମାଙ୍କର ପ୍ରକୃତ ଇଚ୍ଛା ଯେ କଣ, ନିର୍ଦ୍ଦେଶ ବା କଣ କିଛି ବୁଝିପାରୁନୁ। ଅଥଚ ସେଇ ଇଚ୍ଛା ଓ ନିର୍ଦ୍ଦେଶ ଅନୁଯାୟୀ କାମ କରିବା ପାଇଁ ଆସ୍ପୃହା ରହିଛି। ଏହିପରି ଉଭୟ ସଙ୍କଟ ଭିତରେ ପଡ଼ି ଆମେମାନେ କଣ କରିବା? ତେଣୁ ଆଜି ଯୋଉ ବ୍ରତଟି ଆମେ ପାଳନ କରୁଛେ ସାବିତ୍ରୀ ବ୍ରତ, ତାହାର ଉଦ୍ଦେଶ୍ୟ ନ ଜାଣି ଖାଲି ନୂଆ ଶାଢ଼ୀ, ଭୋଗରାଗ, ମନ୍ଦିର ଯିବା, ପୂଜା କରିବା, ୟାରି ଭିତରେ ଆମେ ସୀମିତ ହେଇ ରହିଛୁ। ଏଇ ଦିନର ବିଶେଷ ତାତ୍ପର୍ଯ୍ୟ କଣ, ଆମେ କାହିଁକି ସାବିତ୍ରୀ ବ୍ରତ ପାଳନ କରୁଛେ, ସେ ସମ୍ପର୍କରେ ଆଜି ଆମକୁ ଭାଇ ସୁନ୍ଦର ଭାବରେ ବୁଝେଇ ଦେବେ ଯେ ଆମ ଜୀବନର ସମାଧାନର ବାସ୍ତବ ସୂତ୍ର ସାବିତ୍ରୀ ମହାକାବ୍ୟ। ତେଣୁ ମୁଁ ଏବେ ଭାଇଙ୍କୁ, ଭବେଶ ଭାଇଙ୍କୁ ଅନୁରୋଧ କରିବି, ସେ ଆଜିର ଆଲୋଚନା ଆମ ଜୀବନର ସମାଧାନ ସୂତ୍ର ମହାକାବ୍ୟ ସାବିତ୍ରୀ ଏ ସମ୍ପର୍କରେ ଆଲୋଚନା କରିବେ। ଭାଇଙ୍କୁ ମୁଁ ନିମନ୍ତ୍ରଣ କରୁଛି, ପ୍ରଣାମ ଜଣାଉଛି, ସ୍ୱାଗତ କରୁଛି ଆଜିର କାର୍ଯ୍ୟକ୍ରମକୁ। ଭବେଶ ଭାଇ। ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଆଜିର କାର୍ଯ୍ୟକ୍ରମକୁ ନେତୃତ୍ୱ ଦେଉଛନ୍ତି ଆମ ସମସ୍ତଙ୍କର ସମ୍ମାନର ବିଧାନ ଭାଇ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ଆରତୀ ଆପା ଏବଂ ବର୍ଷା ଆପା। ସମସ୍ତଙ୍କୁ ଅନେକ ଶ୍ରଦ୍ଧା ଓ ସମ୍ମାନ। ଆଜିର କାର୍ଯ୍ୟକ୍ରମରେ ଅନେକ ମାତୃ ସନ୍ତାନ ଯୋଗ ଦେଇଛନ୍ତି। ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। ସମସ୍ତଙ୍କୁ ସ୍ୱାଗତ ଜଣାଉଛି କାର୍ଯ୍ୟକ୍ରମକୁ। ଗୋଟିଏ ପ୍ରଶ୍ନ ଆମକୁ ବହୁ ସମୟରେ ଆନ୍ଦୋଳିତ କରିବା ଉଚିତ, କାରଣ ସେଇ ପ୍ରଶ୍ନଟି ହେଉଛି ଅସ୍ତିତ୍ୱଗତ ପ୍ରଶ୍ନ। ଅସ୍ତିତ୍ୱଗତ ପ୍ରଶ୍ନ ହେଲା, ମଣିଷ ଜନ୍ମ ହୁଏ କାହିଁକି? ମଣିଷ ଏଠାରେ ନାନାଦି ଅନୁଭୂତି ଲାଭ କରେ କାହିଁକି? ଏତେ ଦୁଃଖ, ଯନ୍ତ୍ରଣା, ଅପୂର୍ଣ୍ଣତା, ସମସ୍ୟାରେ ପଡ଼େ କାହିଁକି? ଏତେ ଦୁର୍ଭାଗ୍ୟ ଭୋଗ କରେ କାହିଁକି? ପୁଣି ତା ଭିତରେ ରହିଛି ବ୍ୟାଧି, ବାର୍ଦ୍ଧକ୍ୟ ଏବଂ ମୃତ୍ୟୁ। ଏଇଭଳି ଗୋଟେ ପ୍ରଶ୍ନକୁ ପ୍ରଥମେ ବିଶ୍ୱ ସମକ୍ଷରେ ଖୁବ ଶକ୍ତିଶାଳୀ ଭାବରେ ଉତ୍ଥାପନ କରିଥିଲେ ରାଜକୁମାର ସିଦ୍ଧାର୍ଥ, ଯିଏ ବୁଦ୍ଧଦେବ ନାମରେ ପରେ ଖ୍ୟାତ ହେଲେ। ଜୀବନର ସମାପନ, ଜୀବନର ନିର୍ବାପନ, ଜୀବନରୁ ପଳାୟନ, ଜୀବନ ଚକ୍ରକୁ ଆଉ ଆଗକୁ ନ ନେବା, ନିର୍ବାଣ ଲାଭ କରିବା ପରେ ଏଇ ଦୁଃଖ ଯନ୍ତ୍ରଣାର ସମାପ୍ତି ହୁଏ ବୋଲି ସେ ବିଚାର କଲେ। କିନ୍ତୁ ତାଙ୍କ ସମାଧାନର ଆହୁରି କେତେ ହଜାର ବର୍ଷ ପରେ ଶ୍ରୀ ଅରବିନ୍ଦଙ୍କ ଭଳି ଜଣେ ଯଶସ୍ୱୀ ଋଷି ଏହି ପୃଥିବୀ ପକ୍ଷକୁ ଆସିଲେ, ଯିଏ ତାଙ୍କର ଦୀର୍ଘ ତପସ୍ୟା ବଳରେ କହିଲେ ଯେ ଯଦି ମଣିଷ ଯୋଉ ଶକ୍ତି ଗୁଡ଼ିକ ଦ୍ୱାରା ଏହି ପୃଥିବୀରେ ପରିଚାଳିତ ହେଉଛି, ସେଇ ଶକ୍ତି ଠାରୁ ଉଚ୍ଚତର ଆଉ ଏକ ଶକ୍ତି ଏହି ପୃଥିବୀକୁ ଆସି ମଣିଷକୁ ପରିଚାଳିତ କରିବ, ତାହେଲେ ମଣିଷ ଜୀବନରେ ଦୁଃଖ ରହିବ ନାହିଁ। ସେଇ ଶକ୍ତିଟିକୁ ସେ ଅତିମାନସ ଶକ୍ତି ବୋଲି ନାମିତ କଲେ। ସେଇ ଶକ୍ତିଟି ବିଜ୍ଞାନମୟ ଚେତନା, ସେଇ ଶକ୍ତି ହେଉଛି ସତ୍ୟ ଚେତନା, ସେଇ ଶକ୍ତି ହେଉଛି
ଦିବ୍ୟ ଚେତନା ଯିଏ ମଣିଷର ସକଳ ସମସ୍ୟାର ସମାଧାନ କରିପାରିବ ଏବଂ ଏଇଭଳି ଗୋଟେ ଶକ୍ତିକୁ ଅବତରଣ କରିବାରେ ଏ ପୃଥିବୀରେ ଆଉ ଜଣେ ରାଜକନ୍ୟା ଯିଏ ତପସ୍ୟା ସମ୍ଭୂତା ଥିଲେ ଅଶ୍ୱପତିଙ୍କର ଦୀର୍ଘ ତପସ୍ୟାର ପରିଣାମ ସ୍ୱରୂପ ଏ ପୃଥିବୀ ବକ୍ଷକୁ ଆସିଥିଲେ ଏବଂ ତାଙ୍କ ଜୀବନ ଗୋଟିଏ ମିଶନ ଲାଇଫ ହେଇକି ରହିଥିଲା ଲକ୍ଷ୍ୟପୂର୍ଣ୍ଣ ଜୀବନ ଯାହାର ପରବର୍ତ୍ତୀ ସଂସ୍କରଣ ହେଉଛନ୍ତି ନିଜେ ଶ୍ରୀମା ଯିଏ ଜଗତରୁ ଦୁଃଖ ଦୁର୍ଭାଗ୍ୟ ଯନ୍ତ୍ରଣା ହତାଶା ନିରାଶା এই ଜୈବିକ ପୃଥିବୀର ଯେତେ ଅପୂର୍ଣ୍ଣତା ରହିଛି ଯେତେ ସମସ୍ୟା ରହିଛି ସବୁକୁ ଦୂର କରି ମଣିଷ କିଭଳି ଏକ ଦିବ୍ୟ ଜୀବନ ଯାପନ କରିପାରିବ ମୃତ୍ୟୁକୁ ଅତିକ୍ରମ କରିପାରିବ ସେହି ସମ୍ପର୍କରେ ନିଜର ଯୋଗଟିକୁ ସ୍ଥାପିତ କରିଥିଲେ ସାବିତ୍ରୀ ଯେଉଁ ଯୋଗଟିକୁ ସମ୍ପନ୍ନ କରିଥିଲେ ହଜାର ହଜାର ବର୍ଷ ତଳେ ପୁରାଣ ଯୁଗରେ ସ୍ତ୍ରୀ ମା ସେଇ ଯୋଗଟିକୁ ପୁନରୁଦ୍ଧାର କରିବା ସଙ୍ଗେ ସଙ୍ଗେ ସେଇ ଯୋଗ ପାଇଁ ଗୋଟିଏ ବିଧିବଦ୍ଧ ଖସଡ଼ା ଗୋଟେ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଥିଲେ ଯାହା ଫଳରେ ଜଣେ ମଣିଷ ଗୋଟିଏ ଅର୍ଥପୂର୍ଣ୍ଣ ଜୀବନ ଯାପନ କରିପାରିବ ଏବଂ ପୂର୍ଣ୍ଣତା ପ୍ରାପ୍ତି କରିପାରିବ ନିଜ ପରା ପ୍ରକୃତିକୁ ନିଜକୁ ଉନ୍ନୀତ କରି ନେଇ ପାରିବ ଅପରା ପ୍ରକୃତିରୁ ନିଜକୁ ରୂପାନ୍ତର ବଳରେ ଊର୍ଧ୍ୱଗାମୀ କରିପାରିବ ଊର୍ଧ୍ୱଗାମୀ ଶକ୍ତି ଗୁଡ଼ିକୁ ଊର୍ଦ୍ଧ୍ୱସ୍ଥ ଶକ୍ତି ଗୁଡ଼ିକୁ ପୃଥିବୀରେ ସହଜରେ ଅବତରଣ କରିପାରିବ ନିଜେ ଶାନ୍ତି ଆନନ୍ଦରେ ରହିପାରିବ ଅମରତ୍ୱର ପ୍ରତିଷ୍ଠା କରିପାରିବ ଆନନ୍ଦର ପ୍ରତିଷ୍ଠା କରିପାରିବ ଏଇ ଥିଲା ଏଇଭଳି ଯୋଗର ଗୋଟେ କିଛି ମୌଳିକ ରୂପରେଖ କିନ୍ତୁ ମଣିଷ ଏବେ ସୁଦ୍ଧା ଅସ୍ତିତ୍ୱଗତ ପ୍ରଶ୍ନ ନିକଟରେ ପହଞ୍ଚି ନାହିଁ ମଣିଷକୁ ଏବେ ବି ଚିନ୍ତା ନାହିଁ ସେ କାହିଁକି ଜନ୍ମ ହେଇଛି କାହିଁକି ମରିଯାଉଛି କାହିଁକି ଦୁଃଖ ଯନ୍ତ୍ରଣା ଭୋଗ କରୁଛି ବରଂ ସାମୟିକ ଭାବରେ ଦୁଃଖ ଯନ୍ତ୍ରଣାରୁ ମୁକ୍ତି ପାଇଁ ସେ ଭାଇ ଯେବେ କହୁଥିଲେ ମନ୍ଦିର ଯାଉଛି ବା ମସଜିଦ ଯାଉଛି ବା କୋଉ ମଠ ମନ୍ଦିରରେ କଣ ଗୋଟେ କରୁଛି କେବେ ଋଷି ମାନେ ତାଙ୍କର ମହାନ ସମ୍ବୋଧି ଜ୍ଞାନରୁ ତାଙ୍କଠାରୁ ଊର୍ଦ୍ଧ୍ୱସ୍ଥ ଏକ ଅଧିମାନସର ଦେବରାଜ୍ୟର ପରିକଳ୍ପନା ବା ତାକୁ ଦେଖିଥିଲେ ବା ତାର ପରିକଳ୍ପନା କରିଥିଲେ ଏଇଭଳି ଅଧିମାନସର ଦେବତା ମାନଙ୍କ ପାଖରେ ମନୁଷ୍ୟମାନେ ଯେହେତୁ ଆମଠାରୁ ଅସୀମ ଶକ୍ତିଶାଳୀ ଅମିତ ଶକ୍ତିଶାଳୀ ତେଣୁ ତାଙ୍କ ପାଖରେ ଆମ ଜୀବନର ସମସ୍ୟାର ସମାଧାନ ରହିଛି ବୋଲି ଆମକୁ କେହି କହିଦେଇଥିଲେ ଋଷି ମାନେ ହୁଏତ ଚିହ୍ନିତ କରିଥିଲେ ଯଦିଓ ସ୍ପଷ୍ଟ ରୂପରେ ଏଇ 33 କୋଟି ଦେବତା ସମ୍ପର୍କରେ କୁହାଯାଇ ନଥିଲା କେବଳ ଅଳ୍ପ କିଛି ଦେବତା ମାନଙ୍କର ଉପସ୍ଥିତି ସମ୍ପର୍କରେ ବେଦ ବୈଦିକ ଋଷି ମାନେ ମଣିଷକୁ ସନ୍ଧାନ ଦେଇଥିଲେ ଯେଭଳି ଅଗ୍ନି ହେଉଛନ୍ତି ଦେବତାଙ୍କର ମୁଖ ସେଇଭଳି ବାୟୁ ସେଇଭଳି ବରୁଣ ଜଳ ଦେବତା ସେଇଭଳି କିଛି ଅଳ୍ପ କିଛି ଦେବତାଙ୍କର କଥା କୁହାଯାଇଥିଲା କିନ୍ତୁ ପରବର୍ତ୍ତୀ ସଂସ୍କୃତି ଗୁଡ଼ିକ ସଭ୍ୟତା ଗୁଡ଼ିକ ଧର୍ମ ଗୁଡ଼ିକ ନିଜ ନିଜ ବାଟରେ କୋଟି କୋଟି ଦେବତା ମାନଙ୍କୁ ଜନ୍ମ ଦେଇଛନ୍ତି ନିଜ ବାଟରେ ସେମାନଙ୍କୁ ପୂଜା ଅର୍ଚ୍ଚନା କରୁଛନ୍ତି ସେମାନଙ୍କ ପାଇଁ ମନ୍ଦିର କରିଛନ୍ତି ପନ୍ଥ ତିଆରି କରିଛନ୍ତି ବିଚାର ତିଆରି କରିଛନ୍ତି ସିଦ୍ଧାନ୍ତ ତିଆରି କରିଛନ୍ତି ତତ୍ତ୍ୱ ତିଆରି କରିଛନ୍ତି ସେମାନଙ୍କ ପାଇଁ ପୁରାଣ ଲେଖିଛନ୍ତି ସେମାନଙ୍କୁ ବିଶ୍ୱାସ କରୁଛନ୍ତି ଏବଂ ତାକୁ ନେଇ ଗୋଟିଏ ଜୀବନକୁ ବି ଗଢୁଛନ୍ତି କିନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ ସ୍ପଷ୍ଟ କରିଦେବାକୁ ଚାହେଁ ମଣିଷର ଏଇ ଯୋଉ ଜଞ୍ଜାଳ ରହିଛି ମଣିଷର ଏଇ ଯୋଉ ଅସୁମାରୀ ସମସ୍ୟା ରହିଛି ତାର ଖାଦ୍ୟ ସମସ୍ୟା ରହିଛି ବସ୍ତ୍ରର ସମସ୍ୟା ରହିଛି ବାସଗୃହର ସମସ୍ୟା ରହିଛି ଏଇ ମୌଳିକ ଆବଶ୍ୟକତା ଛାଡିକି ବି ତାର ଶିକ୍ଷାଗତ ସମସ୍ୟା ରହିଛି ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି ତାର ପାରିବାରିକ ଆବେଗଗତ ନୈତିକ ରାଷ୍ଟ୍ରଗତ ସାମାଜିକ ସମସ୍ୟା ସବୁ ହଜାର ହଜାର ବାଟରେ ରହିଛି କାରଣ
गोटे समय भारत वर्षर छोट पिला खेल भारत वर्षर गोटे समय केबे ठग समस्या भी रही तो केबे नरबली प्रथा रही केबे मनीष सतीदाह प्रथा भी रही केबे मनीष पाखे गुणी गारेडी समस्या रही केबे केबे मनीष पाखे नानादी अज्ञानता जनित समस्या गुड़िक रही केबे भी आमे यौतुक भी एक समस्या ही रही एबे आम समाज रे लांच गोटे समस्या ही रही कौन सी ऑफिस को जातु बिना दुर्नीति कार्य हो पारना जादी मु आपण को समस्या गुड़िक कही वर्णना करी आउरी भाराक्रांत करिया चाहूनी कारण आम समस्त समस्या भितर रही यदि प्रभु श्री अरविंद को उद्धार करा जाए प्रभु कहते जे छाड़ू आम दुर्भाग्य आम मृत्यु गुड़िक कथा आम वार्धक्य व्याधिर कथा आम समस्ते दुईटी जिनिस भितर रहीचु बंधा ताकू जदि गोटे अमेरी करे जाए कौन आम भोगुचु गोटे हूँ माने आघात अन्यटी हूँ संघर्ष क्लास एंड स्ट्रगल आघातटा मनीष कहीं पाउची केमिति पाउची ताको भी वर्णना करी हबो नाही तो बड़ व्यापक विषय और संघर्ष तो सब बेले मनीष जीवन रही प्रभु श्री अरविंद जेहेतु हेउछंती जड़े अनन्य अनन्य श्रेणीर गवेषक सी तांको लाइफ डिवाइन रे कहउछंती मनीषर असल समस्या हला मनीषर असल समस्या हला जे ता भितरे ज्ञानर अभाव थिबा कारणरू ता भितरे एकत्वर भावना नाही कारण से तो दिव्य जीवन कहले मुख्यतः तीनटू कथा बुझुतले वननेस म्यूचुअलिटी एंड हार्मोनी एकत्व पारस्परिकता एवं संगति तेणु जदि एकत्व रहिबो बाकी पारस्परिकता तो रहिबो पारस्परिकता रहिले संगति तो रहिबो और जदि संगति अच्छी ताले एकत्व भी रहिबो एवं पारस्परिकता भी रहिबो श्री अरविंद लाइफ डिवाइन रो प्रथम चैप्टर रे गोटे जगह लिखुछंती दी एक्जिस्टेंस ऑफ ऑल प्रॉब्लम्स आर एसेंशियली द प्रॉब्लम्स ऑफ हार्मनी the existence of all problems are essentially the problems of harmony जदि मनीष पाखरे संगतिर समस्या नथांता ताले हेत ता जीवन रे समस्या गुड़िक बहुत परिमाण रे कमी जाता जेहेतु सी एकत्व भितर रही पारु नाही पारस्परिकता भितर रही पारु नाही संगति भितर रही पारु नाही तार एही असंगतिटी बा विसंगति तार जीवन को भीषण भाव रे कबलित करिछि आपण से कथाटी को तो आहुरी गभीर भाव बुझा जाई परिबो अति व्यापक तार संदर्भ किंतु आमे जदि सरल भाव रे नबा गोटे परिवार रे पांच भाई अछंती पांच भाई रु चारि भाई संपन्न गोटे भाई दुख रे अछि तार रोजगार नाही तार पिला संख्या बेसी दायित्व बेसी समस्या बेसी आउ चारि जन जदि ताको हाथ बढ़ाई दियंते मो गोटे साधारण कथा कहूँ साधारण सुषम जीवन टी संभव हो पारंता जनकर चिकित्सा करिया को पैसा नहीं अथच आउ जने सी अधिक खाई डायबिटीज रे पड़ी डाक्तरखाना को जाउछ तो एमिति दुनिया रो लोक अछंती मो आखिरे पड़ी से कथा जड़े पिला पाठ पढ़ी पारनी मात्र केतोटी हजार टंका देले से पाठ पढ़ियो
ଆଉ ଜଣେ ବଡ ହୋଟେଲ ନେଇକି ତା ଛୁଆର ଜନ୍ମଦିନ କରୁଛି, 5 ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ଗୋଟିଏ ରାତିରେ। ତେଣୁ ମଣିଷର ଯୋଉ ବ୍ୟବସ୍ଥା ତ୍ରୁଟିଯୁକ୍ତ ଥାଉ, ତାର ସାମାଜିକ ବିଚାରରେ ତ୍ରୁଟି ରହୁ, କିନ୍ତୁ କୋଉଠି ଗୋଟେ ଅସଙ୍ଗତିର ଚିତ୍ର ରହିଛି ଯୋଉଠି ପାଇଁ ଦାରିଦ୍ର୍ୟଟି ମଣିଷ ଆଖିରେ ଦିଶୁଛି। ଆଉ ଯୋଉଠି ଦାରିଦ୍ର୍ୟ ଅଛି, ଦାରିଦ୍ର୍ୟ ହେଉଛି ସବୁ ସମସ୍ୟାର ଜନନୀ, ସବୁ ସମସ୍ୟାର ମା। ସେ ତାକୁ କିଭଳି ବର୍ଣ୍ଣନା କରାଯାଇପାରିବ? ଇଏ ଗୋଟେ ଚେତନାଗତ ସଙ୍କଟ। କାରଣ ଜଣେ ଯେତେବେଳେ ଦରିଦ୍ର ହୁଏ, ସିଏ ତାର ଚେତନାରେ ପ୍ରଥମେ ଦରିଦ୍ର ହୁଏ ଏବଂ ତାପରେ ସାମାଜିକ ଭାବରେ ଆର୍ଥିକ ଭାବରେ ତାକୁ ଦୁର୍ବଳ ହେବାକୁ ପଡେ। ଅନେକ ଦିନ ହେଲାଣି ମୁଁ ଜଣେ ଅଧିକ ବୟସର ଜଣେ ସ୍ତ୍ରୀ ଲୋକଙ୍କୁ ଦେଖିଲି। ମତେ ଜଣେ ଚିହ୍ନି ଦେଲେ, କହିଲେ ଇଏ ଲୋକଟାକୁ ଦେଖିଥାନ୍ତୁ, ମୁଁ ଆଙ୍କ ବିଷୟରେ ପରେ କହିବି। ସେ କହିଲେ ମାନେ କଣ ହେଲା, ଭାରି ସ୍ପେସିଆଲ ଏବାଉଟ୍ ହର୍? କହିଲେ ଏଇଠି ଏଇ ଯୋଉ ଗୋଟେ ଗାଁ ଅଛି, ଏ ଗାଁର ତାଙ୍କର ସବୁ ଜମି ଗୁଡା ତାଙ୍କର ଥିଲା। ତା ସ୍ୱାମୀ ଆଉ ତା ଛୁଆ ମାନେ ମଦ ପିଇଲେ, ସବୁ ଜମି ଗୁଡାକ ଧୀରେ 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 ବିକ୍ରି କରୁ କରୁ ସେମାନେ ଏବେ କପାଦକ ଶୂନ୍ୟ। ତାଙ୍କ ପାଖରେ ଏବେ ଖାଇବା ପାଇଁ ପଇସା ନାହିଁ। ଦେ ଆର୍ ବେଗିଂ, ହାତ ପାତିରୁଛନ୍ତି। ଟଙ୍କାଟିଆ ଚାଉଳ ତ ମିଳୁଛି ମଝିରେ ମଝିରେ, ସେତକ ବି ଯଥେଷ୍ଟ ହଉନାହିଁ। ସେମାନେ କିଛି ବି ପାଇଁ ହାତ ପାତୁଛନ୍ତି। ତାହେଲେ ସମସ୍ୟାଟିକୁ ଯଦି ବୁଝିବା, ସେଠି କଣର ଅଭାବ? ପାରିବାରିକ ସଂଗତିର ଅଭାବ, ଏକତ୍ୱର ଅଭାବ। କେହି କାହାରି ସମ୍ମାନ ଦେଖି ନାହିଁ। ଯେତେବେଳେ ସ୍ୱାମୀଟି ମଦ୍ୟପାନ କରେ, ସିଏ ତା ସ୍ତ୍ରୀର ସମ୍ମାନଟିକୁ ଦେଖେ ନାହିଁ। ଯଦି ସେଇ ଗୌରବଟା ଥାନ୍ତା, ତାର ମନୁଷ୍ୟ ଭାବରେ ଯୋଉ ଗୌରବଟି ରହିବା କଥା, ମନୁଷ୍ୟ ଭାବରେ ଯୋଉ ଗରିମାଟି ରହିବା କଥା, ଗୋଟେ ମନୁଷ୍ୟ ଭାବରେ ତାର ଯଦି ଅସ୍ମିତାଟିକୁ ସେ ବଞ୍ଚେଇ ପାରନ୍ତା, ତାହେଲେ ଏଭଳି ସଙ୍କଟ ଗୁଡ଼ିକ ହୁଅନ୍ତା ନାହିଁ। ମୁଁ ଆପଣଙ୍କୁ ମୁଖ୍ୟତଃ ସଂଗତି ଗୋଟେ ବହୁତ ଅଲଗା ବିଷୟ, ବହୁତ ଗମ୍ଭୀର ବିଷୟ, କିନ୍ତୁ ଗୋଟେ ବୁଝିବା ଦୃଷ୍ଟିରୁ ଗୋଟେ ସାମାଜିକ ସଂଗତିର କଥା କହିଲି। ମୁଁ ଆପଣଙ୍କୁ ବହୁ ବାର କହିଛି, ମୁଁ ଗୋଟେ ଗାଁକୁ ଯାଇଥିଲି ଲଙ୍ଗ ବ୍ୟାକ୍, ଯେତେବେଳେ ମୁଁ ହାଇସ୍କୁଲରେ ପାଠ ପଢୁଥାଏ। ଗୋଟେ ଲୋକ 200-300 ଲୋକ ସେ ଗାଁରେ ରହନ୍ତି। ସମସ୍ତଙ୍କର ଧାନ କଟା ସରିଗଲା, ଗୋଟିଏ ଲୋକର ଧାନ କଟା ହେଇପାରିନାହିଁ। ବୁଝୁ ବୁଝୁ ସେ ଲୋକଟାର ଦେହ ଖରାପ, ତାକୁ 15 ଦିନ ହେଲା ଜ୍ୱର ହଉଛି। ସମସ୍ତେ ଜାଣିଲେ ଯେ ଧାନ କଟା ସରିଗଲା ପରେ ଜଣକ ପାଇଁ କି ଅପେକ୍ଷା କରିବ କି? ଗୋରୁ ଗାଈ ସମସ୍ତେ ଛାଡ଼ିଦେବେ। ବିଚରା 3-4 ମାସ କଷ୍ଟ କରିକି ଧାନ କ୍ଷେତକୁ ଯାଇକି ଚାଷ କରିଛି। ସେମାନେ ସବୁ ସିଦ୍ଧାନ୍ତ କଲେ ନା ଆମେ ୟାର ଧାନଟିକୁ କାଟିଦେବା, ଏ ଲୋକ ତ ବେମାର ପଡିଛି, ଅସୁବିଧାରେ ଅଛି। ଆଉ ସେମାନେ ସମସ୍ତେ ଏକା ସାଙ୍ଗରେ ଶ୍ରମ ଦେଲେ, 2 ଘଣ୍ଟା 3 ଘଣ୍ଟା ଲେଖେ, 100-150-200 ଲୋକ ସମୟ ଦେଲେ, କେତେ କ୍ଷେତ? ଏଇ ବିଚାରଟି ମଣିଷ ପାଖେ ଆସିବ, କେବେ ଆସିବ? ଆଉ କାହିଁକି ଆସିପାରୁନାହିଁ? ଯେ କାହିଁକି ମଣିଷ ଗୋଟେ ସ୍ୱାର୍ଥପରତା, ବ୍ୟକ୍ତିଗତ ଚେତନା ଭିତରେ ଏତେ ବେଶୀ ରହିଛି? ଆମେ ଯେତେବେଳେ ସମସ୍ୟା ଗୁଡ଼ିକୁ ବୁଝିବା, ଆମର 50% କାମ ହେଇଗଲା, 50% ୱାର୍କ ଇଜ୍ ଓଭର। ଆଉ ଯୋଉ 50% ତାର ସମାଧାନ ଖୋଜିବା। ମଣିଷ ବହୁତ ସମୟରେ ଭାବୁଛି ସମାଧାନଟା ତା ଆୟତ ଭିତରେ ନାହିଁ, ସମାଧାନଟି କେବଳ କୋଉ ଅଦୃଶ୍ୟ ଈଶ୍ୱରଙ୍କ ପାଖରେ ରହିଛି। ତେଣୁ ସେ ଅଦୃଶ୍ୟ ଈଶ୍ୱରଙ୍କ ପାଖରେ ସେ ଯାଇକି ନିଜକୁ ମାନେ ଗୋଟେ ପ୍ରକାର ତାଙ୍କ ପାଖରେ ବିକଳ ହଉଛି। ମୋ ନଡିଆ ନିଅ, ମୋ କଦଳୀ ନିଅ, ମୋ ନାଗ ନିଅ, ମୋ ଚିତା ନିଅ, ମୋ ସିନ୍ଦୁର ନିଅ, ହେଲେ ଟଙ୍କା ନିଅ, ପଇସା ନିଅ, ଯାହା ନଉଛ ନିଅ, ମତେ କିନ୍ତୁ ଏଇ ବିପଦ ଗୁଡ଼ିକରୁ ଉଦ୍ଧାର କର। କିନ୍ତୁ ପ୍ରକୃତରେ ବିପଦର ଉଦ୍ଧାର ହଉଛି ଚେତନାର ସମ୍ପ୍ରସାରଣ, ଚେତନାର ଉତ୍ତରଣ, ଚେତନାର ଉର୍ଦ୍ଧାୟନ। ତାକୁ ଆମେ ଏସେନ୍ସନ ଅଫ କନସିୟସନେସ୍ କହିପାରିବା। ଏବଂ ଏକ୍ସିଡିଂ ୱାନ୍ସ ଓନ୍ କନସିୟସନେସ୍, ଆମେ ନିଜ ଚେତନାକୁ କିଭଳି ଆଗକୁ ନେଇପାରିବା, ସେଇ ଅନୁସାରେ ସୌଭାଗ୍ୟଟି ଆମକୁ ସ୍ପର୍ଶ କରିବ। ତେଣୁ ସାବିତ୍ରୀ ମହାକାବ୍ୟରେ ଚେତନାର ଯୋଗ ରହିଛି। ଶ୍ରୀ ଅରବିନ୍ଦ ଯେଉଁ ଯୋଗଟିକୁ ପ୍ରଣୀତ କଲେ, ସରଳ ଭାଷାରେ ସେ ଯୋଗର ନାଁ ହେଉଛି ପୂର୍ଣ୍ଣାଙ୍ଗ ଯୋଗ, ଯାହାକୁ ଆମେ ଇଣ୍ଟିଗ୍ରାଲ ଯୋଗ ବୋଲି କହୁଛୁ।
କିନ୍ତୁ ଅନ୍ୟ ଅର୍ଥରେ ସେଇ ଯୋଗଟିକୁ ମାନେ ମୁଁ ବହୁତ ଚିନ୍ତା କଲା ପରେ କହୁଛି ଯେ ଏଇଟା ହଉଛି ସାବିତ୍ରୀ ଯୋଗ। ଏଇ ଯୋଗର ଅନ୍ୟ ନାମ ହଉଛି ସାବିତ୍ରୀ ଯୋଗ। ଏଇ ସାବିତ୍ରୀ ଯୋଗଟି ବାସ୍ତବରେ ଚେତନାର ଯୋଗ। ସାବିତ୍ରୀ ତାଙ୍କ ଚେତନାର ରୂପାନ୍ତର ବଳରେ ମୃତ୍ୟୁର ଦେବତାଙ୍କୁ ସମ୍ପୂର୍ଣ୍ଣ ଭାବରେ କନଭିନ୍ସ କରିପାରିଛନ୍ତି ଯେ ଯଦି ମଣିଷ ନିଜକୁ ପ୍ରସ୍ତୁତ କରିବ, ଯଦି ମଣିଷ ଚେତନା ଦୃଷ୍ଟିରୁ ସମୃଦ୍ଧ ହେବ, ଯଦି ମଣିଷ ଦିବ୍ୟ ଜୀବନ ପାଇଁ ଆକାଂକ୍ଷା କରିବ ବା ସ୍ପୃହ ପୋଷଣ କରିବ, ଦିବ୍ୟ ଜୀବନ ପାଇଁ ତା ଭିତରେ ଏକ ପ୍ରସ୍ତୁତି ରହିବ, ଯଦି ସିଏ ତା ଭିତରେ ଥିବା ସଂହତିଟିକୁ ପ୍ରକାଶ କରିଦେଇ ପାରିବ, ତାହେଲେ ନିଶ୍ଚିତ ଭାବରେ ଆମ ବ୍ୟକ୍ତିଗତ ଭାବରେ ଆମେ ଯେଉଁ ସମସ୍ୟା ଗୁଡ଼ିକର ସମ୍ମୁଖୀନ ହେଉଛୁ, ଆମ ପାରିବାରିକ ଜୀବନରେ ଆମେ ଯେଉଁ ସମସ୍ୟା ଗୁଡ଼ିକର ଅସୁବିଧାରେ ପଡୁଛୁ, ଏବଂ ଯଦି ପାରିବାରିକ ଜୀବନ ପରେ ଗୋଟେ ଗୋଷ୍ଠୀ ଜୀବନ ଯେତେବେଳେ ଆସୁଛି, ସେଇଟା ସାମାଜିକ ଜୀବନ ହଉ, ରାଷ୍ଟ୍ର ଜୀବନ ହଉ, ଦଳଗତ ଜୀବନ ହଉ, ଯୋଉଠି ବି ଆମେ କଷ୍ଟଟିଏ ପାଉଛୁ, ସେଇ ସବୁ ଜୀବନରେ ମଧ୍ୟ ଆମେ ସମାଧାନ ଆଣିପାରିବା। ତେଣୁ ଜୀବନର ଏଇ ଯୋଉ ପ୍ରମୁଖ ସମସ୍ୟା ସବୁ ଆମେ ଆଲୋଚନା କଲେ, ଇଏ ସବୁ କଥା ଗୁଡିକ ପ୍ରଭୁ ତାଙ୍କର ସାବିତ୍ରୀ ମହାକାବ୍ୟରେ ଲେଖିଛନ୍ତି। ମଣିଷ କିଭଳି କ୍ଷୁଦ୍ର, ମଣିଷ କିଭଳି ଅସହାୟ, ମଣିଷ କିଭଳି ଦୁର୍ଭାଗ୍ୟର ବୋଝ ଗୁଡିକ ବହୁଛି। ତେଣୁ ଜୀବନର ଯନ୍ତ୍ରଣାର ଯୋଉ ସୀମା ରହିଛି, ସେ ଜୀବନ ଯନ୍ତ୍ରଣାର ସୀମା ପରିସୀମାର କଥା ସାବିତ୍ରୀଙ୍କର ମା ବର୍ଣ୍ଣନା କରିଛନ୍ତି। କୋଉଠି ରହିଛି? ଦି ପ୍ରୋବ୍ଲେମ ଅଫ ପେନ୍। ଆମେ ଯେ ବୁକ୍ 6 କେଣ୍ଟୋ 2 ସେଥିରେ ମୁଖ୍ୟତଃ ତାଙ୍କର କନ୍ୟା ସାବିତ୍ରୀ ନିଜେ ପତିଙ୍କୁ ବରଣ କରିଛନ୍ତି ସତ୍ୟବାନ ରୂପରେ, ଏବଂ ସତ୍ୟବାନ ନିକଟରେ ମୃତ୍ୟୁର ସମ୍ମୁଖୀନ ହେବେ। ଏଭଳି ଗୋଟେ ହତ ଭାଗ୍ୟଙ୍କୁ କନ୍ୟା ଦାନ କରି ନିଜ କନ୍ୟାକୁ ବିଧବା ରୂପରେ ଦେଖିବାର କୌଣସି ମାର ଅଭିଳାଷ ଆସିବ ନାହିଁ। ତେଣୁ ତାଙ୍କର ମାତୃ ହୃଦୟଟି ଆନ୍ଦୋଳିତ କରି ଉଠିଛି ଗଭୀର ସମ୍ବେଦନାରେ। ତେଣୁ ସେଇ ଯୋଉ କନ୍ୟା ପାଇଁ ନିଜ ହୃଦୟରେ ଯୋଉ ଉଦ୍ବେଳନଟି ସେ ଅନୁଭବ କରିଛନ୍ତି, ଯୋଉ ସମ୍ବେଦନାଟି ଅନୁଭବ କରିଛନ୍ତି, ସେ ସମ୍ବେଦନା ଗୋଟେ ବ୍ୟକ୍ତିଗତ ନୁହେଁ ବା ନିଜ ଝିଅର ଗୋଟେ ଭାଗ୍ୟ ଖରାପ ହେଇଯିବ, ତାର ପାରିବାରିକ ଜୀବନ ଉଜୁଡିଯିବ, ତାର ସ୍ୱାମୀ ସୁଖ କୋଉଠି ଅନ୍ତର୍ହିତ ହେଇଯିବ, ସେଥିପାଇଁ ସେ କାନ୍ଦି ନାହାନ୍ତି। ସିଏ ବିଶ୍ୱ ବେଦନାଟିକୁ ପ୍ରକାଶିତ କରୁଛନ୍ତି। ଏବଂ ଏ ବିଶ୍ୱ ବେଦନାକୁ ଯିଏ ପ୍ରକାଶିତ କରିଛନ୍ତି, ଯାହାଙ୍କ କବିତ୍ୱରେ ଏ କଥାଟି ପ୍ରକାଶିତ ହେଇଛି, ଗୁଞ୍ଜରିତ ହେଇଛି, ସେ ଅନ୍ୟ କେହି ନୁହନ୍ତି, ସେ ହଉଛନ୍ତି ବିଶ୍ୱ କାରୁଣିକ, ବିଶ୍ୱ ବେଦନ ଶ୍ରୀ ଅରବିନ୍ଦ, ପୃଥିବୀର ଜଣେ ଅନନ୍ୟ ବିଶ୍ୱ ମନୁଷ୍ୟ। ତେଣୁ ଶ୍ରୀ ଅରବିନ୍ଦ ଲେଖୁଛନ୍ତି ଯେ ଏଇ ଦୁଃଖ ଯନ୍ତ୍ରଣାର ଶେଷ କୋଉଠି? ନାରଦଙ୍କୁ ପ୍ରଶ୍ନ ପଚରା ଯାଉଛି, ଏଇ ନିଷ୍ଠୁର ନିୟମ କଣ ସେଇ ଭଗବାନ ତିଆରି କରିଛନ୍ତି? ୟୁର ଗଡ୍ ହାଜ ମେଡ୍ ଦିସ୍ ଲ। ଯେ ଏଇଠି ଏପରି ଗୋଟେ ସୃଷ୍ଟି ସେ ରଚନା କରିଛନ୍ତି ଯୋଉଠି ଏତେ ଭୟଙ୍କର ଦୁର୍ଦ୍ଦଶା ରହିଛି, ଏତେ ଦୁର୍ଭାଗ୍ୟ ରହିଛି, ଏତେ ବିପର୍ଯ୍ୟୟ ରହିଛି, ଏତେ ବିପଦ ରହିଛି, କାହାର ଘର ଉଜୁଡି ଯାଉଛି, କାହାର ସିନ୍ଦୁର ଲିଭି ଯାଉଛି, କି ଅନାଥ ହେଇଯାଉଛି, କାହା ପାଇଁ କେତେ ଯେ ସଙ୍କଟ ଆସୁଛି କିଏ ଜାଣେ। ଦୁର୍ଘଟଣା ଘଟୁଛି, ଗୋଟେ ଗୋଟେ ପରିବାରର ସମସ୍ତେ ଚାଲି ଯାଉଛନ୍ତି, ଗୋଟେ ଛୋଟ ଛୁଆଟେ ବଞ୍ଚି ରହିଥିବ, ଜଣେ 80 ବର୍ଷର ବୁଢା କି ବୁଢୀ ଲୋକଟେ ବଞ୍ଚି ରହିଥିବ, ଆଉ ସମସ୍ତେ ଚାଲି ଯାଇଥିବେ। ଏଇଭଳି ଗୋଟେ ଦୁର୍ଭାଗ୍ୟର ନିରବ ଦର୍ଶା ହେଇ କଣ ମଣିଷ କେବଳ ଛିଡା ହବ? ମଣିଷ ପାଖରେ ଆଉ କିଛି ପ୍ରକୃତରେ କିଛି ବି ସମାଧାନର ସୂତ୍ର ନାହିଁ। ସେଇଠି ନାରଦ ସାବିତ୍ରୀଙ୍କ ମାଙ୍କୁ କିଛି ଉତ୍ତର ଦେବାକୁ ଯାଇ କିଛି କଥା କହୁଛନ୍ତି।
ସେ କହୁଛନ୍ତି where ignorance is the suffering must come. ଯୋଉଠି ଅଜ୍ଞାନତା ରହିଛି ସେଇଠି ଯନ୍ତ୍ରଣାଟା ଆସିବ। ଆଉ ଏଇ ଅଜ୍ଞତା କାହିଁକି ବିଦ୍ୟମାନ ଏଇ ଜଗତରେ, ପାର୍ଥିବ ଜଗତରେ ଅଜ୍ଞାନତାଟା କାହିଁକି ରହିଛି? ଆମେ ଯୋଉ ପ୍ରସଙ୍ଗକୁ ପ୍ରଥମେ ବିଧାନ ଭାଇ ଉପସ୍ଥାପନ କରିଥିଲେ, ମଣିଷ ତା ଜୀବନରୁ ଦୁଃଖକୁ ଦୂର କରିବା ପାଇଁ, ଯନ୍ତ୍ରଣାକୁ ଦୂର କରିବା ପାଇଁ, ତାର ଅସହାୟତାକୁ ସହାୟତାରେ ପରିଣତ କରିବା ପାଇଁ, ତାର ଅନିଶ୍ଚିତତାକୁ ନିଶ୍ଚିତତାରେ ପରିଣତ କରିବା ପାଇଁ, ତାର ଯେଉଁ ଜୀବନର ଯୋଉ ସଂକଟ ରହିଛି ସେ ସଂକଟ ଗୁଡ଼ିକୁ ଗୋଟେ ସୁଯୋଗରେ ପରିଣତ କରିବା ପାଇଁ ତାର ଯୋଉ ଉପାୟ ଗୁଡ଼ିକ ରହିଛି ସେଇଗୁଡାକ ହିଁ ଇଗ୍ନୋରେନ୍ସ। ସେଇଗୁଡାକ ଇଗ୍ନୋରେନ୍ସ। ଇଗ୍ନୋରେନ୍ସ କହିଲେ ବହୁତ ଦୂର ଜିନିଷ ନୁହେଁ। ସବୁବେଳେ ଜଣେ ଲୋକ ଆସିଲା କହିଲା, ଆଜ୍ଞା ମାଙ୍କ ପାଇଁ ଗୋଟେ ମନ୍ଦିର ତିଆରି ହଉଛି, ଆପଣ କିଛି ଦାନ କରୁନାହାନ୍ତି। କୋଉ ମା? ନା ସେ ତାରିଣୀ ମା। ତାରିଣୀ ମା କୋଉଠିକାର? ସେ ଗୋଟେ ଗାଁ ନା କହିଲା। ମୁଁ କହିଲି ଯେ ମାଙ୍କର ମନ୍ଦିର ଦରକାର କି ଘର ଦରକାର କି ତମର ଦରକାର? ଆଜ୍ଞା ସେ କଥା ତୁ ବୁଝ। ଅନେକ ଲୋକ କହୁଛନ୍ତି ଆମେ ଭଗବାନଙ୍କର ପ୍ରାଣ ପ୍ରତିଷ୍ଠା କରିଦେଲୁ। ମାନେ ଆପଣ ନାକରେ କାଠି ଦେଇକି ଦିନ ଦିନ ହସିବେ। ଯଦି ଭଗବାନଙ୍କୁ ପ୍ରାଣ ପ୍ରତିଷ୍ଠା କରିଦଉଛନ୍ତି ତାହେଲେ ତ ଏମାନେ ମଣିଷର ବି ପ୍ରାଣ ପ୍ରତିଷ୍ଠା କରିଦେବେ। ତ ଯୋଉମାନେ ସବୁ ହସ୍ପିଟାଲରେ ମରି ଯାଉଛନ୍ତି, ଏଇ ସବୁ ପ୍ରାଣ ପ୍ରତିଷ୍ଠା କରୁଥିବା ମହାପୁରୁଷ ମାନଙ୍କୁ ଧରି ନେଇକି ଯଦି ସେଠି ପହଞ୍ଚେଇଦବା, ସେମାନେ ତ ତାଙ୍କ ପ୍ରାଣ ପ୍ରତିଷ୍ଠା କରିଦିଅନ୍ତେ। ଯଦି ପଥର ଦେହରେ ସେମାନେ ପ୍ରାଣ ପ୍ରତିଷ୍ଠା କରିକି ତାକୁ ଭଗବାନ କରିଦଉଛନ୍ତି, ତାହେଲେ ଭଗବାନ ଆମକୁ ଗଢିଛନ୍ତି କି ଆମେ ଭଗବାନଙ୍କୁ ଗଢିଛୁ? ଭଗବାନ ଆମକୁ ଖାଇବାକୁ ଦଉଛନ୍ତି କି ଆମକୁ ଭଗବାନକୁ ଆମେ ଦଉଛୁ? ଆଜି ଯେପରି ଅନେକ ଖଟା ଫଳ ଚଢା ଦରରେ, ଖଟା ଓ କଞ୍ଚା ଫଳ ଗୁଡିକ ବାଛି ବାଛିକି ମଣିଷ ମାନେ ଦେବତାଙ୍କୁ ଦେଲେ। ମୁଁ ଜଣକୁ କହିଲି କୋଉ ଦେବତାଙ୍କୁ ଦିଆଗଲା? ମୋର ଗୋଟେ ସାଙ୍ଗ କହିଲା ନାଇଁ ସେ ନାରାୟଣକୁ ଦିଆଗଲା। ମୁଁ କହିଲି ମୁଁ ଭାବୁଥିଲି ଇଏ ବୋଧେ ଯମଙ୍କୁ ଦେଇଥିବେ କିମ୍ବା ଆକ୍ଚୁଆଲି ଜଣା ପଡୁନି କିଏ ସେ ଫଳ ସବୁ ଖାଇଲେ। ମୁଁ ଏପର୍ଯ୍ୟନ୍ତ ବୁଝିପାରିନି। ଯଦି କାହାଙ୍କ ପାଖରେ ସେ ଜ୍ଞାନ ଥିବ ମତେ ଦେବେ। ଚଢା ଦରରେ ଖଟା ଓ କଞ୍ଚା ଫଳ କିଣି ମନ୍ଦିର ଗଲେ ଆମ ସମସ୍ୟାର ସମାଧାନ ହବ ନାହିଁ, କାରଣ ଭଗବାନଙ୍କ ପାଖରେ, ଦେବତାଙ୍କ ପାଖରେ ଅନେକ ଖାଇବା ଜିନିଷ ଅଛି, ସେ ଆମକୁ ସବୁ ଦେଇଛନ୍ତି। ଆଉ ସେ ଫଳ ଗୁଡିକ କେମିତି ସୁରକ୍ଷିତ ହବ, ସେ ଫଳ ଗୁଡିକ କେମିତି ପ୍ୟାକ୍ଡ ହେଇକି ରହିବ, ସେଗୁଡିକ କେମିତି ପ୍ରିଜର୍ଭ ହବ, ସବୁର ମହାଜ୍ଞାନ ମହାବିଜ୍ଞାନ ତାଙ୍କ ପାଖରେ ଅଛି। ଆପଣ ନଡିଆର ପ୍ୟାକିଂ ଦେଖିଛନ୍ତି? କେତେ ସୁନ୍ଦର ଭାବରେ ପ୍ୟାକିଂ ହେଇକି ରହିଛି। ଗଛରେ ଟାଙ୍ଗିଛନ୍ତି ଯେମିତି ମଣିଷଟି ପାଇପାରିବ। ମଣିଷର ବୁଦ୍ଧି ଅଛି। ଅନ୍ୟ ଜୀବଜନ୍ତୁ ମାନେ ଯଦିଓ ଖାଦ୍ୟ ଚକ୍ର ଭିତରେ ଅଛନ୍ତି କିନ୍ତୁ ତାଙ୍କର ବୁଦ୍ଧି ନଥିବାରୁ ଖାଦ୍ୟ ଚକ୍ରର ଶୀର୍ଷରେ ସେମାନେ ନାହାନ୍ତି। ମନୁଷ୍ୟ ଶୀର୍ଷରେ ରହିଛି। କିନ୍ତୁ ସେଇ ମନୁଷ୍ୟ ଏତିକି ଇଗ୍ନୋରେଣ୍ଟ, ଆଉ ସେ ବୁଝି ପାରୁନାହିଁ ଯେ ମୋ ଜୀବନରେ ଏଇ ଦୁଃଖ ଯନ୍ତ୍ରଣା ଗୁଡିକ କାହିଁକି ବି ରହିଛି, ଏହାର ସମାଧାନଟି କିଭଳି ଭାବରେ ହେଇପାରିବ। ଆମେ ଯାଇ ଯୋଉ ଦେବତାଙ୍କ ପାଖରେ କାନ୍ଦୁଛୁ ଯେ ମତେ ଯନ୍ତ୍ରଣା ହଉଛି, କଷ୍ଟ ହଉଛି, ମୋ ଦୁଃଖ ଅସହାୟତାକୁ ଦୂରେଇ ଦିଅ, ପ୍ରକୃତରେ ଦେବତା ମାନେ ହିଁ ତ ସେଇ ଯନ୍ତ୍ରଣାଟି ଗଢିଛନ୍ତି। ପ୍ରଭୁ ଶ୍ରୀ ଅରବିନ୍ଦ କହୁଛନ୍ତି ପେନ୍ ଇଜ ଦ ହାମର ଅଫ ଗଡ। ଭଗବାନଙ୍କର ହାତୁଡି, ସେ ଭଗବାନଙ୍କର ହାତୁଡି କଣ କରେ? ହାତୁଡି କଣ କରେ? ସିଏ ଯେହେତୁ ପରମ ଶିଳ୍ପୀ, ଗୋଟେ ଗଢିବା ପାଇଁ ତ ହାତୁଡିଟା ନିହାତି ଦରକାର। ବିନା ହାତୁଡିରେ କିଛି କଥା ଗଢା ଯାଇପାରିବ। କଟୁରୀ ଦରକାର, ଦା ଦରକାର, ବହୁତ ଯନ୍ତ୍ରପାତି ଦରକାର, ବହୁତ ହତିଆର ଯାକୁ କହିବା, ବହୁତ କୌଶଳ ଦରକାର ଗଢିବା ପାଇଁ। ଏବଂ ଆପଣଙ୍କୁ କହି ରଖେ ଯେ ଭଗବାନଙ୍କ ହାତରେ ଯନ୍ତ୍ରଣା ହଉଛି ଏକ ହାତୁଡି, ଯାହାକୁ ସେ ବ୍ୟବହାର କରି ମଣିଷ ଭଳି ଗୋଟେ ସୁନ୍ଦର ପ୍ରତିମାକୁ ଗଢିବାକୁ ଚାହୁଁଛନ୍ତି, ସୁନ୍ଦର ଭାବରେ ତାକୁ ରୂପ ଦେବାକୁ ଚାହୁଁଛନ୍ତି। କିନ୍ତୁ ମଣିଷ ବୁଝୁଛି ଯେ ନାଇଁ 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 ମତେ ତ ବହୁତ କଟା ଛଟା ହଉଛି,
गोटे डाक्तर पाखु जो आपण जीवे आपणकर किसी असुविधा है देहर आपण देहटी को सुस्थ करने से प्रथमे इंजेक्शन देवे तापरे जदि जो समय निश्चित ना नथिला निश्चितक एनास्थेसिया से ऑपरेशन गुड़िक ओपन होता एबे भी गाई बलद छेली मेंढा मानकर ओपन ऑपरेशन हो जाउछि केबे केबे बिना एनास्थेसिया से अकथनीय जंत्रणा गुड़िक सही पड़ता कौन पाई ना मो देहटी भल हो एबे आपण को एनास्थेसिया देले कौन कष्ट होनी कि सेकेंड डे तो उठी पारे थर्ड डे रे टिके कथा कहि पारे फोर्थ डे रे टिके हेले चली पारे किंतु पूरा ठीक हवा को मासे लगुच तेणु आम कहवा कि डाक्तर आमको जंत्रणा दौले ना आमको भल करते तेणु भगवान आमको जिते हाथोटी माड़ दौरान आमको ठीक कर गोटे अड थिले आमको से इभिन कर आमे असुविधा थिले आमको से सुविधा भाग को नौ तेणु सेटा हूँ आम सुंदरता सेटा ही आम सिमेट्री जदि ये बड़ कथाटी है आमे जदि बहुत समय जाकि प्रार्थना करवा जे प्रभु जो जंत्रणा गुड़ा देल ना बहुत कष्ट बहुत कष्ट बहुत कष्ट आपको हटाओ 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 ताले एटा वास्तव में गोटे सहयोग हम नहीं यहाँ बर गोटे बाधा हो आमे जदि तांकर यही उद्देश्य को बुझी परिबा ताले आमे जो रिजिडिटी भितर रहीचु जो प्रकार बाटरे आमे ताकू बाधा दौचु जो बाटरे आमे ताकू चित्कार करछु जो बाटरे आमे से जंत्रणा गुड़ी को निहाती पक्षरे अवांछित बोली मने करछु से बड़ी असुविधा गुड़ी को होता नहीं मोर कहिवार कथा जे भगवानंकर जो विधान रही सेटा ये कथाटी को किए कहते सावित्री माँ को नारद ऋषि कहते मन करंतु गोटे शिल्पी से गोटे कंचा माटी पाउछंती से माटीटा को पानी रे भिजौछंती ताको प्रबल चकटुछंती प्रबल चकटला परे ताको नरम करा होछि ता भितर गुड़ी पत्थर सब बाहर करा जाउछि तेबे तो ताको मूर्तिर रूप दिया जिवो आ जदि सेठी कादुअटी सहयोग करिवो नै तेणु से जगार मूर्ति गढ़िया संभव नहीं जो मटेरियल गुड़िक सहयोग करती ना जोड़ी हुंती ना नमनीय हुंती ना तो से गोटे प्रकार रिजिडिटी थाए से पाखे काठ पत्थर गुड़िक से श्रेणी से हाथोड़ी अनिवार्य हाथोड़ी माड़ाटा हम छेणी माड़ाटा हम तेणु मनीष हृदय गोटे प्रकार प्रतिरोध रही से प्रतिरोधटी को भांगिया जंत्रणार आवश्यकता पड़ी आपण को माँ कथाटी मन पकई दूची जे जड़े जाकि पचारे जे माँ आमे कहाँ प्रति बेसी कृतज्ञ हवा ये पृथ्वी भगवान अच्छा अन्य देवता माने अच्छा गुरु माने अच्छा गुरुजन माने अच्छा ऋषि माने अच्छा बापा माँ अच्छा अन्य आमर कल्याणकारी अनेक व्यक्तित्व रही अनेक पुत्र हो जया हो बंधु हो भगिनी हो समस्ते आमको जीवन में सहयोग करते आमे कहा प्रति कृतज्ञ हवा माँ टिके ध्यानस्थ हेले तापरे कहले जदि कृतज्ञ हबार अछि ताहले प्रथमे कृतज्ञ हो ऑब्स्टैकल्स गुड़िक पाखरे बाधा गुड़िक पाखरे कारण से बाधा गुड़िक नथिले दुख जंत्रणा गुड़िक नथिले आम भितर एभली एक आत्मस्थ भाव आसंता ना आम भीतर चेतनार उत्तरण कौन सी प्रेरणा न था मनीष जो आज तारीख रे निज परिस्थिति गुड़िकर परिवर्तन करिछि रूपांतर पथरे मनीष आगे जाइछि अन्य जीवजंतु को देखंतु हाथी के देखंतु गाई के देखंतु 5000 वर्ष पूर्वे से माने जेमिति थिले आज भी सेमति अछंती किंतु मनीष दिने गुंफारे रहउथिला कंचा मांस खाउथिला हुए तो वस्त्र व्यवहार जान नथिला सेही मनीष आज कोठी अछि आज से ही मनीष जे
ଯଦିଓ ତାର ସବୁ ସମସ୍ୟାର ସମାଧାନ ହେଇପାରି ନାହିଁ କିନ୍ତୁ ଅନେକ ଅବସ୍ଥାକୁ ସେ ପରିବର୍ତ୍ତନ କରିବାରେ ସଫଳ ହେଇଛି କାରଣ ଦୁଃଖ ଯନ୍ତ୍ରଣା ତାକୁ ସବୁବେଳେ ସେ ଦିଗରେ ଚାଳିତ କରିଛି ଯେ ତୁମେ ତାକୁ ଅତିକ୍ରମ କର। ସବୁଠାରୁ ବଡ ରେଜିଷ୍ଟାନ୍ସ ମଣିଷ ପାଖରେ କଣ ବା ଆମ ଅଜ୍ଞାନତାର ବଡ ପ୍ରତିରୂପଟି କଣ ହେଇପାରେ? ବଡ ପ୍ରତିରୂପଟି ହେଉଛି ଭଗବାନଙ୍କ ଇଚ୍ଛା ସହିତ ନିଜକୁ ସାମିଲ ନ କରିବା। ଆମେ ଭଗବାନ ଆମକୁ ଯେମିତି ଢାଞ୍ଚାରେ ଗଢୁଛନ୍ତି ତାଙ୍କୁ ସେଠି ଅନେକ ଜିନିଷ ଦରକାର ପଡୁଛି, କେବେ କେବେ କ୍ରୁଏଲ୍ଟି ବି ଦରକାର ପଡୁଛି। ଏକ ହେଭନଲି କ୍ରୁଏଲ୍ଟି ବୋଲି ଗୋଟେ ଶବ୍ଦରେ ଶ୍ରୀ ଅରବିନ୍ଦ ଅଭିହିତ କରୁଛନ୍ତି। ତାହେଲେ ସେଇଠି ବି ତ ନିର୍ମମ ପ୍ରକୃତି ନିର୍ମମ ଢଙ୍ଗରେ ଏଇ ସୃଷ୍ଟିଟିକୁ ରଚନା କରୁଛି, ତେଣୁ ଆମେ ସେଥିରେ ସାମିଲ ହେଇପାରୁନାହାନ୍ତି। ଆଉ ଯେତେ ଯନ୍ତ୍ରଣା ପାଇଁ ଚିତ୍କାରଟି ହବ, ଯେତେ ଯନ୍ତ୍ରଣାକୁ ନେଇକି ଆମେ ସ୍ପର୍ଶକାତର ହବା, ଯେତିକି ମର୍ମାହତ ହବା, ବ୍ୟଥିତ ହବା, ଯନ୍ତ୍ରଣା କ୍ଲିଷ୍ଟ ହବା, ଯେତିକି ଭାଙ୍ଗି ପଡିବା, ଜଣଙ୍କ ଜୀବନରେ ଦୁଃଖ ଆସୁଛି। ଭଗବତ ଗୀତା କଣ କହିଲେ? ଭଗବତ ଗୀତା କହିଲେ ତମେ ସମତ୍ୱକୁ ଚାଲିଯାଅ। ସମତ୍ୱଟି ହେଲା ସକଳ ଆଘାତ, ସକଳ ସଂଘାତ, ସକଳ ସଂଘର୍ଷ ସତ୍ତ୍ୱେ ସ୍ଥିର ଅବିଚଳ ରହିବା। ଯେଭଳି ମା କହିଛନ୍ତି ଗୋଟେ ଝଡ ପ୍ରଦେଶରେ ଯୋଉଠି ଝଡ ବହୁଛି ସେଇଠି ଯଦି ଗୋଟେ ଦୀପ ନିଷ୍କମ୍ପ ବିନା ଫ୍ଲିକରିଂରେ ୱିଦାଉଟ୍ ଫ୍ଲିକରିଂ ଜଳିପାରେ, ନିଷ୍କମ୍ପ ସ୍ଥିର ଜଳିପାରେ, ତାହେଲେ ସେଇଟା ହଉଛି ସିଦ୍ଧି, ସେଇଟା ହେଲା ସମତ୍ଵ। ଯୋଉଠି ଦୁଃଖେଷୁ ଅନୁଦ୍ବିଗ୍ନ ମନା ସୁଖେଷୁ ବିଗତ ଜ୍ୱର, ତାର ସୁଖରେ କୌଣସି ସ୍ପୃହା ନାହିଁ। ଜିତି ହେଲେ ନିର୍ବାଚନରେ ବାଣ ଫୁଟେଇବନି କି ମଦ ପିଇକି ମାତାଲ ହେଇଯିବନି, ଆଉ ହାରିଗଲେ ବି ଉଦ୍ବିଗ୍ନ ହବ ନାହିଁ। ମଣିଷ ପରୀକ୍ଷାରେ ଫେଲ ହେଲେ କଣ କରୁଛି, ପରୀକ୍ଷାରେ ପାସ୍ କଲେ କଣ କରୁଛି, ଆଇଏସ୍ ପାଇଲେ କଣ ହଉଛି, ଆଇଏସ୍ ନ ପାଇଲେ କଣ ହଉଛି। ଆମେ କେବେ ଗୋଟେ ଘଟଣାକୁ ପୂର୍ଣ୍ଣାଙ୍ଗ ରୂପରେ ଦେଖି ପାରୁନାହାନ୍ତି, ଏଇଟା ହଉଛି ଆମ ଇଗ୍ନୋରେନ୍ସ। ତେଣୁ ମଣିଷର ଯୋଉ ସମସ୍ୟା ରହିଛି ସେଟା ନିହାତି ଚେତନାଗତ। ସେଇ କଥାଟିକୁ ଶ୍ରୀ ଅରବିନ୍ଦ ପୁଣି ଥରେ କହିଲେ, ପେନ୍ ଇଜ ଦ ସିଗ୍ନେଚର ଅଫ ଇଗ୍ନୋରେନ୍ସ। ଯନ୍ତ୍ରଣା ହିଁ ଅଜ୍ଞାନତାର ଗୋଟେ ସ୍ୱାକ୍ଷର। ତେଣୁ କାହିଁକି ଅଜ୍ଞାନତାର ସ୍ୱାକ୍ଷର? ମଣିଷ ଯଦି ବୁଝିପାରନ୍ତା ଯେ ଭଗବାନ କିଭଳି ଏ ସୃଷ୍ଟିଟିକୁ ରଚନା କରିଛନ୍ତି, କେଉଁ ଦିବ୍ୟ ନିୟତି ଆଡକୁ ମଣିଷକୁ ନେଇ ଯାଉଛନ୍ତି, ମଣିଷ ପାଇଁ କେଉଁ ଦିବ୍ୟ ଭାଗ୍ୟ ଅପେକ୍ଷା କରିଛି, କେଉଁ ଦିବ୍ୟତା ଅପେକ୍ଷା କରିଛି, କେଉଁ ସୁନ୍ଦର ସ୍ୱର୍ଗୀୟ ସକାଳର ଅପେକ୍ଷାରେ ମଣିଷର ଭାଗ୍ୟ ରହିଛି, ତାହେଲେ ମଣିଷଟି ଏତେ ବ୍ୟଥିତ ହୁଅନ୍ତା ନାହିଁ। କିନ୍ତୁ ସେକୁ ଆମେ ଜାଣିପାରିବାନି, କାରଣ ସେ ତ ଆମ ଇଗ୍ନୋରେନ୍ସ ଆମକୁ ବନ୍ଧା ପକେଇ ରଖୁଛି। ସେଭଳି ଗୋଟେ ଜ୍ଞାନ ନିକଟରେ ପହଞ୍ଚିବାକୁ ହେଲେ ଆପଣଙ୍କୁ ଓମନିସିଏଣ୍ଟ ହବାକୁ ପଡିବ, ସର୍ବଜ୍ଞ, ଯାହାକୁ ମା କହୁଛନ୍ତି ଇଣ୍ଟିଗ୍ରାଲ ନଲେଜ ପ୍ରାପ୍ତ ହବାକୁ ପଡିବ। ଇଣ୍ଟିଗ୍ରାଲ ନଲେଜ କେମିତି ପ୍ରାପ୍ତ ହୁଏ? ଥ୍ରୋ ଇଣ୍ଟିଗ୍ରାଲ ଏଜୁକେସନ। ଇଣ୍ଟିଗ୍ରାଲ ଏଜୁକେସନ ଟାକୁ କେମିତି ବାହାଲ କରିବେ? ନା ଭାଇ ଇଣ୍ଟିଗ୍ରାଲ ଯୋଗ। ତେଣୁ ସାବିତ୍ରୀ ମହାକାବ୍ୟରେ ସାବିତ୍ରୀ ଯେଉଁ ଯୋଗଟିକୁ କରୁଥିଲେ ତାହା ହଉଛି ଚେତନାର ଯୋଗ, ରୂପାନ୍ତରର ଯୋଗ ଏବଂ ମନୁଷ୍ୟ ନିୟତିକୁ ନିର୍ମାଣ କରିବାର ଏକ ଯୋଗ, ଯୋଉଥିରେ ମଣିଷ ତାର ଅହଙ୍କାରକୁ ଅତିକ୍ରମ କରିପାରିବ, ତାର ଅଜ୍ଞାନତାକୁ ମାନେ ତା ଭିତରୁ ସେ ମୁକ୍ତ ହେଇପାରିବ। କାରଣ ଅହଙ୍କାର ଅଜ୍ଞାନତା ହଉଛି ତାର ପ୍ରମୁଖ ସମସ୍ୟା। ଯେତେବେଳେ ଅଜ୍ଞାନତା ଅହଙ୍କାରଟି ରହିବ ନାହିଁ, ତା ଭିତରେ ଏକତ୍ଵ ଫେରି ଆସିବ, ତା ଭିତରେ ପାରସ୍ପରିକତା ଆସିବ, ତା ଭିତରେ ସଂଗତି ଆସିବ। ଯେତେବେଳେ ପାରସ୍ପରିକତା, ସଂଗତି ଏବଂ ଏକତ୍ଵ ଆସିବ, ସେଇ ଜୀବନଟି ହବ ଦିବ୍ୟ ଜୀବନ। ଅହଂ ଗୋଟେ ଆବରଣ ପରି ଆମକୁ ଢାଙ୍କି କରି ରଖିଛି, ପୁଣି ଅଜ୍ଞାନତା ଆମକୁ ଯୋଉଟା ଯାହା ନୁହେଁ ସେଇ ବିଷୟରେ ବହୁତ ଭୁଲ ଶିକ୍ଷା ଦେଇ ଚାଲିଛି, ଆଉ ତା ବଳରେ ମଣିଷ ତାକୁ ସବୁ ପାଳିଛି। ଆପଣ ଭାବୁଥିବେ ଯେ ଏଥିରେ ମଣିଷକୁ ଗାଳି କରି ଲାଭ କଣ? ଏ ତ ସବୁ ଭଗବାନ କରୁଛନ୍ତି, କରି କରାଉ ଥାଏ ମୁହିଁ ମବିନ ଅନ୍ୟ ଗତି ନାହିଁ। ତାହେଲେ ଭଗବାନ ତାହା ହିଁ କରିଦେବେ, ସତ୍ୟ। କିନ୍ତୁ ମଣିଷ ଯେ ଫଲସୁଡ ଭିତରେ ଅଛି,
ମଣିଷ ଯେ ଅହଂ ଭିତରେ ଅଛି, ତାର ସ୍ୱାର୍ଥ ସାଧନ ପାଇଁ ନାନାଦି ଛଳନା ମିଥ୍ୟାଚାର ଭିତରେ ରହିଛି, ସିଏ ଯେ ଅଜ୍ଞାନତା କାରଣରୁ ତାର ମୂଳ ସମସ୍ୟାଟିକୁ ସେ ବୁଝିପାରି ନାହିଁ। ମଣିଷ ଯେଉଁ ଅଜ୍ଞାନମୟ ଗର୍ତ୍ତରେ ପଡିଛି ବା ଯେଉଁ ଅଜ୍ଞାନମୟ ଗର୍ଭରେ ବାସ କରୁଛି, ଯୋଉ ମଣିଷ ଯୋଉ ଗଭୀର ଅନ୍ଧକାର ଭିତରେ ରହିଛି, ଗଭୀର ରାତ୍ରି ଭିତରେ ରହିଛି, ସେଇଠି ଥାଇକି ବି ଗୋଟେ ସୁନ୍ଦର ଉଷାର ପରିକଳ୍ପନା କରିବା, ଦିବ୍ୟ ଉଷାର, ଯୋଉ ଦିବ୍ୟ ଉଷାରେ ଜ୍ୟୋତିର୍ମୟ ଆଲୋକ ସ୍ରୋତ ଗୁଡିକ ରହିଥିବ, ସମ୍ଭାବନା ରହିଥିବ, ଆଶା ରହିଥିବ, ତାହେଲେ ସେଇ କଥାଟିକୁ ମଣିଷ କେବେ ଦିନ ପ୍ରାର୍ଥନା କରିବ। ନିଜ ପୁଅର ଚାକିରି କରିଦିଅ, ମୋ ଝିଅର ବାହାଘର କରିଦିଅ, ମୋର ଜମିବାଡି ଖଣ୍ଡେ କରିଦିଅ, ଏଇ ସ୍ୱପ୍ନ ଗୁଡିକୁ ସାକାର କରିବା ଭିତରେ ଆମେ କୋଉ ଦିନ ସେଇ ପରାର୍ଥ ସ୍ୱପ୍ନର ପଥିକ ହବା ଯେ ଆମକୁ ଆଧ୍ୟାତ୍ମିକ ପ୍ରଜ୍ଞା ଦରକାର, ଆଧ୍ୟାତ୍ମିକ ଶକ୍ତି ଦରକାର, ଆମେ ସମସ୍ତ ଦୁର୍ବଳତା ଭୟ ଇତ୍ୟାଦିକୁ ଅତିକ୍ରମ କରିବା ଚାହୁଁ। ସାବିତ୍ରୀ ମହାକାବ୍ୟର ଆଲୋକମୟ ପଙ୍କ୍ତି ଗୁଡିକ ମନ୍ତ୍ର ଭଳି ଏଭଳି ସଜାରେ ରଖାଯାଇଛି, ଯାହା ଆମ ଜୀବନକୁ ଆନନ୍ଦମୟ କରିଦେଇପାରିବ, ଭାଗବତମୟ କରିଦେଇପାରିବ ଏବଂ ଆମକୁ ଚେତନାର ଯାତ୍ରାରେ ସେତିକି ସହାୟତା ପ୍ରଦାନ କରିପାରିବ। ଆଜି ଥିଲା ସାବିତ୍ରୀ ବ୍ରତର ଉତ୍ସବ ଓଡ଼ିଶାରେ, ଭାରତରେ ମଧ୍ୟ। ସେ କ୍ରମରେ ସାବିତ୍ରୀ ଯୋଗ ବାସ୍ତବରେ କ'ଣ, ଆଉ ସାବିତ୍ରୀ ଯୋଗଟା ଆମେ କିଭଳି ଭାବରେ କରୁଛୁ, ସେ ସମ୍ପର୍କରେ ତୁଳନାତ୍ମକ ଆଲୋଚନା ଶୁଣିଲେ। କରୁଣାମୟୀ ମାଙ୍କ ନିକଟରେ ଅସୀମ କୃତଜ୍ଞତା ଜ୍ଞାପନ କରିବା। ସମସ୍ତଙ୍କୁ ଅନେକ ଶୁଭେଚ୍ଛା ସହିତ ଆଜିର ବାଣୀ ସଭା ଏଇଠି ସମାପନ କରାଯାଉଛି। ବନ୍ଦେ ମାତରମ୍। ସୁନ୍ଦର ଭାବରେ ଭାଇଙ୍କର ଆଲୋଚନା ଆଜି ପରିବେଶକୁ ପୁରା ମନ୍ତ୍ରମୟ କରିଦେଇଛି। ମଣିଷ ଭିତରେ ଏତେ ଅଜ୍ଞାନତା, ଏତେ ଅନ୍ଧକାର, ଯାହା ଫଳରେ ସେ ସବୁ ଦୁଃଖ ଯନ୍ତ୍ରଣାକୁ ନିମନ୍ତ୍ରଣ ଜଣାଉଛି। ତେଣୁ ମଣିଷ ଯଦି ତା ଚେତନାଗତ ଭାବରେ ନିଜକୁ ପରିବର୍ତ୍ତନ କରିବାକୁ, ଯେତେବେଳେ ପରିବର୍ତ୍ତନ କରିବାକୁ ସ୍ୱୀକୃତି ପ୍ରଦାନ କରେ, ତେବେ ତା ଯନ୍ତ୍ରଣା ଅପହୃତ ହେଇଯିବ।